ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ। ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ହୋଇଛି ଅବରୋଧ। ବସ୍ତା ପିଇବା ପାଣିର ସମସ୍ୟାକୁ ନେଇ ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତର ବାଲିଗିହିରି ଓ ତଳ ବାରାହାପାଳ ଗ୍ରାମର ମହିଳାମାନଙ୍କ ଦ୍ୱାରା ଗ୍ରାମ ରାସ୍ତାକୁ କରାଯାଇଛି ଅବରୋଧ। ସରକାର ପିଇବା ପାଣିର ସମସ୍ୟାକୁ ଦୂରୀଭୂତ କରିବାକୁ ଓଭରହେଡ୍ ଟାଙ୍କି ନିର୍ମାଣ କରି ଗ୍ରାମର ସମସ୍ତ ଲୋକଙ୍କୁ ପିଇବା ପାଣି ଯୋଗାଇ ଆସୁଥିବା ବେଳେ ଅନେକ ସ୍ଥାନରେ ରହିଛି ଯେଉଁଠି ପାଇପ୍ ଲାଇନ୍ ଥାଇ ମଧ୍ୟ ବର୍ଷ ବର୍ଷ ଧରି ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରାଉତପଡ଼ା ପଞ୍ଚାୟତର ବାଲିଗିରି ଓ ତର ବାରାହାପୁର ଗ୍ରାମର ଓଭରହେଡ୍ ଟାଙ୍କି ନଥିଲେ ମଧ୍ୟ 1.5 ବର୍ଷ ହେବ ପାଇପ୍ ଲାଇନ୍ କାର୍ଯ୍ୟ ସରିଛି। ତେବେ ଗ୍ରୀଷ୍ମ ଦିନ ଆରମ୍ଭରୁ ପାଣି ଦିଆଯିବାକୁ ଥିବାବେଳେ 2ଟି ଗ୍ରାମକୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ତେଣୁ 2ଟି ଗ୍ରାମର ଦେଖାଦେଇଛି ଅସନ୍ତୋଷ। 2ଟି ଗ୍ରାମରେ ପାଖାପାଖି 200 ପରିବାର ପିଇବା ପାଣି ପାଇବାରୁ ହୋଇଛନ୍ତି ବଞ୍ଚିତ। ଗାଁର ମହିଳାମାନେ ପ୍ରତ୍ୟେକ ଦିନ ଗାଡ଼ିଆ ପୋଖରୀରୁ ପାଣି ବ୍ୟବହାର କରି ଆସୁଥିବା ବେଳେ ତଳ ବାରାହାପାଳ ଗ୍ରାମରେ ଥିବା ଏକ ଟିଏଲ୍ରୁ ଗୋଳିଆ ପାଣି ବାହାରୁଥିଲେ ମଧ୍ୟ ସକାଳୁଠାରୁ ଧାଡ଼ିରେ ରହି ପାଣି ନେଉଛନ୍ତି ମହିଳାମାନେ। ଧାଡ଼ିରେ ନେଉଥିବା ବେଳେ ପ୍ରବଳ ରୁଦ୍ରତାପ ଯୋଗୁଁ ଜଣେ ମହିଳା ଅଚେତ ହୋଇ ପଡ଼ିଥିବା ବେଳେ କେତେବେଳେ ପାଣି ନେବାକୁ କେନ୍ଦ୍ର କରି ମହିଳାମାନେ ଝଗଡ଼ା ମଧ୍ୟ ଲାଗୁଛନ୍ତି। ଏହାକୁ ନେଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗୋଗରା ବାଲ୍ଟି ଧରି ଗ୍ରାମ ରାସ୍ତା ଉପରେ ବିକ୍ଷୋଭ କରିଥିଲେ। ତତ୍ସହିତ ବ୍ଲକ ବିଡ଼ିଓଙ୍କୁ ଏକ ଦାବିପତ୍ର ବ୍ଲକ ବଡ଼ବାବୁଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ପଞ୍ଚାୟତର ପାଣି ସମସ୍ୟାକୁ ନେଇ ସରପଞ୍ଚ ବାରମ୍ବାର ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ବାବଦରେ ବସ୍ତା ବ୍ଲକ ବିଡ଼ିଓ ମିହିର ରଞ୍ଜନ ବେହେରା RWSSର କନିଷ୍ଠ ଯନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ RWSSର କନିଷ୍ଠ ଯନ୍ତ୍ରୀ ବିନୋଦ ଦାସ କ୍ୟାମେରା ସମ୍ମୁଖରେ କିଛି କହିନଥିଲେ ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।